13 ସେପ୍ଟେମ୍ବରରେ ମଙ୍ଗଳଦେବ ରାଶି ପରିବର୍ତ୍ତନ କରୁଛନ୍ତି ଓ ବୃଷଭ ରାଶିର 6 ହାଉସ୍ରେ ରହୁଛନ୍ତି। କ'ଣ ରେଜଲ୍ଟ ନେବେ ଚାଲନ୍ତୁ ଜାଣିବେ। 13 ସେପ୍ଟେମ୍ବର 2025 9:21 ବୀର ବର ମଙ୍ଗଳଦେବ 6 ହାଉସ୍ରେ ଆପଣଙ୍କର ପ୍ରବେଶ କରିବେ। ତ 13ରୁ 27 ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ 6 ହାଉସ୍ରେ ଗୋଚର କରିବେ। ତ ମଙ୍ଗଳ ସୁର ବୀର ଅଟନ୍ତି ଓ ତାକତବର ମଧ୍ୟ ଅଟନ୍ତି। 13 ସେପ୍ଟେମ୍ବରରେ ପ୍ରବେଶ କରିବେ। 1.5 ମାସ ପର୍ଯ୍ୟନ୍ତ ଆପଣଙ୍କର 6 ହାଉସ୍ରେ ରହିବେ। ମଙ୍ଗଳ ଊର୍ଜା ସୌର ଓ ବୀରତାର ପ୍ରତୀକ ଅଟନ୍ତି। ତୁଳା ରାଶିରେ ରହି ମଙ୍ଗଳ କିପରି ଫଳ ଦେବେ ଚାଲନ୍ତୁ ଏହି ରାଶିଫଳ ଭିଡ଼ିଓରେ ଜାଣିବା। ଏହି ରାଶି ଏକ ବାଲାନ୍ସର ରାଶି ଅଟେ। ତ ମଙ୍ଗଳ ଏଠାରେ ରହି ବାଲାନ୍ସ ଦେବେ। ତ୍ରିକୋଣରେ ଗୁରୁ ଓ ରାହୁ ଓ ମଙ୍ଗଳ ସମ୍ବଦ ବନାଉଛନ୍ତି। ଏଠାରେ ମଙ୍ଗଳ ବଳ ଖେଳ କରିବାକୁ ଯାଉଛନ୍ତି। ତ କ'ଣ ପ୍ରଭାବ ରହିବ, କ'ଣ ଆପଣ ସାବଧାନ ରଖିବାକୁ ପଡ଼ିବ ଚାଲନ୍ତୁ ଜାଣିବା। ଏହି ଗୋଚର ଫଳ ଆପଣଙ୍କ ଚନ୍ଦ୍ର ରାଶି ବୃଷଭ ଓ ଆପଣଙ୍କ ଲଗ୍ନ ରାଶି ବୃଷଭ ଦୁଇଟି ଯାକରେ ଦେଖିପାରିବେ ଆପଣ। 6 ହାଉସ୍ରେ ମଙ୍ଗଳ ବହୁତ ଭଲ ରେଜଲ୍ଟ ଦିଅନ୍ତି। ଏଠାରେ କୌଣସି ବି ଖରାପ ଗ୍ରହ ପାପ ଗ୍ରହ ସବୁବେଳେ ଶୁଭ ଫଳ ଦେଇଥାନ୍ତି। 6 ହାଉସ୍ ଶତ୍ରୁର ଓ ମଙ୍ଗଳ ସ୍ୱୟଂ ସେନାପତି ଅଟନ୍ତି ଓ ପରାକ୍ରମ ବୀର ଆପଣଙ୍କ ଶତ୍ରୁକୁ ନାଶ କରିବେ। ଶତ୍ରୁ ହାନି ପହଞ୍ଚାଇ ପାରିବେ ନାହିଁ। ଆପଣଙ୍କୁ ଏହି ସମୟରେ ଶତ୍ରୁ ଯେତେ ବି ତାକତବର ହୁଅନ୍ତୁ ନା କାହିଁକି ଆପଣଙ୍କ ଉପରେ ହେଭି ହେବାକୁ ଦେବେନି ମଙ୍ଗଳଦେବ। ଶତ୍ରୁହୀନରେ ପହଞ୍ଚାଇ ଦେବେ ମଙ୍ଗଳଦେବ। ତ ଏହି ସମୟରେ କୋର୍ଟ କଚେରୀରେ ଶୁଭ ଫଳ ପରିଣାମ ଆପଣଙ୍କ ପ୍ରାପ୍ତି ହୋଇପାରେ। 6 ହାଉସ୍ ଋଣର ମଧ୍ୟ ହୋଇଥାଏ। ଏହି ସମୟରେ କର୍ଜରୁ ମୁକ୍ତି ପାଇବେ ଆପଣ। ଋଣରେ ଯଦି ଆପଣ ଅଛନ୍ତି ତାହେଲେ 1.5 ମାସ ଭିତରେ ଆପଣ ଦେଖିବେ କି ଆପଣଙ୍କ ଧୀରେ ଧୀରେ ଋଣ ଆପଣ ସୁଝିବାକୁ ଚେଷ୍ଟା କରିବେ। ସ୍ୱାସ୍ଥ୍ୟର ଲାଭ ହେବ। ଏହି ସମୟରେ ବ୍ଲଡ଼ ସମ୍ବନ୍ଧୀୟ କୌଣସି ରୋଗ ପ୍ରତି ଆପଣ ସଚେତନ ଓ ପେଟ ସମ୍ବନ୍ଧୀୟ ରୋଗ ପ୍ରତି ଆପଣ ସଚେତନ ରହିବାକୁ ପଡ଼ିବ। କାରଣ ମଙ୍ଗଳଦେବ ଏହି କ୍ଷେତ୍ରରେ ରୋଗକୁ ମଧ୍ୟ ଇନକ୍ରିଜ୍ କରିପାରନ୍ତି। ତ 6 ହାଉସ୍ର ପ୍ରତିଯୋଗିତା ହୋଇଥାଏ। ପରୀକ୍ଷାରେ ଯଦି ଆପଣ କୌଣସି ପରୀକ୍ଷା ଦେଉଛନ୍ତି, କମ୍ପିଟେଟିଭ୍ ଏକ୍ଜାମ୍ ଦେଉଛନ୍ତି, ଗୁଡ୍ ରହିବ ଆପଣମାନଙ୍କ ପାଇଁ। ଆପଣ ଏହି ସମୟରେ ଷ୍ଟୁଡେଣ୍ଟମାନଙ୍କ ପାଇଁ ଶାନଦାର ରେଜଲ୍ଟ ଦେବେ ମଙ୍ଗଳଦେବ। କୌଣସି ଏକ୍ଜାମ୍ର ଯଦି ଆପଣ ପାର୍ଟିସିପେଟ୍ କରିଛନ୍ତି ତାହେଲେ ଆପଣମାନଙ୍କ ପାଇଁ ବହୁତ ଭଲ ସମୟ ରହିଛି। ଆପଣଙ୍କୁ ଡେଣ୍ଟାଲ୍ ଇୟର୍ନିଂ ମଧ୍ୟ ହେବ। ମଙ୍ଗଳ ଏବେ ଆପଣଙ୍କ ଚୈତ୍ର ନକ୍ଷତ୍ରରେ ରହିବେ। ତ ଏହି ମଙ୍ଗଳ ନିଜ ନକ୍ଷତ୍ର ଅଟେ। ତ ସପ୍ତମ ଓ ଦ୍ୱାଦଶ ଭାବର ସ୍ୱାମୀ ମଧ୍ୟ ଆପଣଙ୍କର ଅଟନ୍ତି। ବିଜନେସ୍ରେ ଗ୍ରୋଥ୍ ହେବ। ତ ବିଦେଶ ମଧ୍ୟ କାର୍ଯ୍ୟ ମଧ୍ୟ ଏହି ସମୟରେ ଆପଣଙ୍କର ଗ୍ରୋଥ୍ ହେବ। ତ ମଙ୍ଗଳଙ୍କର 3ଟି ଦୃଷ୍ଟି ମଧ୍ୟ ରହିଛି। 4th ଦୃଷ୍ଟି ଯିବ ଆପଣଙ୍କ 9th ହାଉସ୍କୁ। ନିଜ ରାଶି ମକରରେ ମଙ୍ଗଳ ଉଚ୍ଚ ହୋଇଥାନ୍ତି। ତ ଭାଗ୍ୟରେ ବୃଦ୍ଧି, ଉଚ୍ଚ ଶିକ୍ଷାରେ ବୃଦ୍ଧି ହେବ। ଆପଣଙ୍କର ପିତାଙ୍କ କାର୍ଯ୍ୟରେ ବୃଦ୍ଧି ଓ ବିଦେଶରେ ବ୍ୟାପାର ଓ ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ଏହି ସମୟରେ କରିପାରନ୍ତି ଓ ଖର୍ଚ୍ଚ ମଧ୍ୟ ଏହି ସମୟରେ ଆପଣଙ୍କର ବଢ଼ିବ। ତ ମଙ୍ଗଳ ଏହି 8ଟି ଦୃଷ୍ଟି ଆପଣଙ୍କର ରାଶି ଉପରେ ରହିବ। ତ ଶୁକ୍ର ଓ ମଙ୍ଗଳଙ୍କ ମିତ୍ର ଅଟନ୍ତି। ନୂଆ ଜୋସ୍ ଆପଣଙ୍କର ରହିବ। ଖୁବ୍ ଶୁଭ ଫଳ ପ୍ରାପ୍ତି ହେବ। 23 ସେପ୍ଟେମ୍ବରକୁ ମଙ୍ଗଳ ଯିବେ ସ୍ୱତା ନକ୍ଷତ୍ରର, ଯିଏକି ରାହୁ ଦେବ ଏହାର ସ୍ୱାମୀ। ତ ଆପଣଙ୍କ 10ମ ଭାବରେ ରାହୁ ବଡ଼ ଅଜବ ପ୍ରକାର ରହିବ। ଏହି ସ୍ଥିତି ଅଶୁଭ ଶତ୍ରୁ ଅଟେ କିନ୍ତୁ ଅଚାନକ କ୍ୟାରିୟରରେ ପ୍ରମୋସନ୍ ହୋଇପାରେ। ନୂଆ ସବୁ କିଛି ଅଚାନକ ହୋଇପାରେ କିନ୍ତୁ ଏମିତି ବି ହୋଇପାରେ ଅଚାନକ ଆପଣଙ୍କ କୌଣସି ବିନା କାରଣରେ ଆପଣଙ୍କ ଜବ୍ ଯାଇପାରେ, ଆପଣଙ୍କର କୌଣସି ବଡ଼ ହାନି ହୋଇପାରେ। ଏଠି କହିହେବନି କେଉଁ ସ୍ଥିତି ବନିବ ଆପଣଙ୍କର ପର୍ସନାଲ୍ କୁଣ୍ଡଳୀ ପ୍ରଭାବ ଯାହା ରହିବ। କିନ୍ତୁ ଏହି ସମୟରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ କାରଣ ଏଠି ରାହୁ ବହୁତ ବଡ଼ ଖେଳ କରିପାରନ୍ତି। ରାହୁ ଓ ମଙ୍ଗଳଙ୍କର ଶତ୍ରୁ ଅଟନ୍ତି। ନୂଆ ଜବ୍ ଲାଗିପାରେ, ନଚେତ୍ ଜବ୍ ବି ଆପଣ। ଏହା ଥିଲା ଜେନେରାଲ୍ ପ୍ରେଡିକ୍ସନ୍। ଆପଣ ଯଦି ବହୁତ ପରିଶାନ ଅଛନ୍ତି ଆପଣଙ୍କ ଉପରେ କ'ଣ ଘଟିବ ତାହା ଆପଣଙ୍କ ପର୍ସନାଲ୍ କୁଣ୍ଡଳୀ। ଲକ୍ଷ ଲକ୍ଷ ଲୋକ ତ ବୃଷଭ ରାଶିରେ ଅଟନ୍ତି କିନ୍ତୁ ସମସ୍ତଙ୍କ ଉପରେ ଗୋଟିଏ କଥା କିପରି ଲାଗିବ। ନକ୍ଷତ୍ର ରହିଥାଏ।